ପିଲା କେମିତି ପରୀକ୍ଷାରେ ଭଲ କରିବ, ଶେଷ ସମୟରେ କେମିତି କରିବେ ପ୍ରସ୍ତୁତି, ପିଲାଙ୍କୁ କେମିତି ରଖିବେ ଚାପମୁକ୍ତ, ପରୀକ୍ଷା ସମ୍ପର୍କିତ ଏମିତି କିଛି ବିଷୟବସ୍ତୁ ଉପରେ ପିତାମାତାଙ୍କୁ କେଇ ପଦ କଥା କହିବା ପାଇଁ ଆଜିର ପ୍ରସଙ୍ଗ ପିଲା, ପରୀକ୍ଷା ଏବଂ ପିତାମାତା। ନମସ୍କାର, ଅନ୍ୱେଷଣରେ ଆପଣଙ୍କୁ ସ୍ୱାଗତ। ରିଲ୍ସ ଆଉ ବ୍ଲଗ୍ସର ବନ୍ୟାରେ ଉବୁଟୁବୁ ଆଜିର ଯୁଗରେ ବି ଯଦି ଆପଣ ଏହି ଭିଡ଼ିଓଟି ଦେଖିବାକୁ ସମୟ ବାହାର କରିଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣ ଆପଣଙ୍କ ପିଲାଙ୍କ ପାଠପଢ଼ାକୁ ନେଇ ସିରିୟସ୍ ଅଛନ୍ତି। ଆଶା ଆପଣଙ୍କର ଏଇ ମିନିଟ୍କୁ ମୁଁ ବର୍ବାଦ କରିବିନି। ଆଗକୁ ଆସୁଛି ପରୀକ୍ଷା ଋତୁ। ପ୍ରଥମରୁ ପିଜି ଯାଏଁ ସବୁଠି ଚାଲିବ ପରୀକ୍ଷା। ଏମିତିରେ ପରୀକ୍ଷା ତ ବର୍ଷ ସାରା ଅନେକ ଥର ହୁଏ, ତଥାପି ବର୍ଷ ଶେଷର ପରୀକ୍ଷା ସେ ସବୁଠାରୁ ଟିକେ ଅଧିକ ସ୍ୱତନ୍ତ୍ର। ସମସ୍ତଙ୍କ ଧାରଣା ଏହି ପରୀକ୍ଷା ପିଲାଙ୍କ ପରୀକ୍ଷା, କିନ୍ତୁ ମୋ ମତରେ ଏଇଟା କେବଳ ପିଲାଙ୍କ ପରୀକ୍ଷା ନୁହେଁ, ବରଂ ଶିକ୍ଷକ, ଅଭିଭାବକ, ପିତାମାତା ସମସ୍ତଙ୍କ ପରୀକ୍ଷା। କାରଣ ପିଲାଟିଏ ଭଲ ପଢ଼ିବା ପାଇଁ ସେ ଯେତିକି ଦାୟୀ, ତା'ର ଶିକ୍ଷକ ପିତାମାତା ମଧ୍ୟ ଅନୁରୂପ ପରିମାଣରେ ଦାୟୀ। ଏହି ପରୀକ୍ଷା ପାଇଁ ଜଣେ ପିତାମାତା କିମ୍ବା ଅଭିଭାବକ ହିସାବରେ କ'ଣ ରହିବ ଆମର ଭୂମିକା, ପରୀକ୍ଷା ସମୟର ସମସ୍ୟାଗୁଡ଼ିକୁ କେମିତି ହ୍ୟାଣ୍ଡେଲ୍ କରିବା, କେମିତି ଆମ ପିଲାଙ୍କୁ ଆମେ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବା, ସେ ବିଷୟରେ ଆସନ୍ତୁ ସଂକ୍ଷେପରେ 5ଟି କଥା ଆଲୋଚନା କରିବା। ପ୍ରଥମ କଥା, କିଛି ଆଶା ରଖିବା ଆଗରୁ ବାସ୍ତବତାକୁ ବୁଝିବା। ଆଜ୍ଞା, ସମସ୍ତଙ୍କର ଆଶା ଥାଏ ତାଙ୍କ ପିଲା ପରୀକ୍ଷାରେ ଭଲ କରୁ, ଶ୍ରେଣୀରେ ପ୍ରଥମ ହେଉ, ଇତ୍ୟାଦି ଇତ୍ୟାଦି। ଏହା ସ୍ୱାଭାବିକ ମଧ୍ୟ, କିନ୍ତୁ ବାସ୍ତବତା ହେଉଛି ସବୁ ପିଲାଙ୍କ ମାନସିକ ଦକ୍ଷତା ସମାନ ନଥାଏ। ମାତ୍ର ଆମ ପିତାମାତାମାନେ ଏଇ କଥାଟିକୁ ବୁଝନ୍ତିନି। ଆମେ କହୁ, ତୋତେ ବି ତ ଟ୍ୟୁସନ୍ ଦିଆଯାଉଛି, ସବୁ ପ୍ରକାରର ଫ୍ୟାସିଲିଟି ଦିଆଯାଉଛି, ହେଲେ ତୁ କାହିଁକି ଅମୁକ ପିଲା ଭଳି ମାର୍କ ରଖିପାରୁନୁ? ଦେଖନ୍ତୁ, ସମାନ ମାଟିରେ ଗୋଟିଏ ଆମ୍ବ ଆଉ ଗୋଟିଏ ନଡ଼ିଆ ଗଛର ମଞ୍ଜି ପୋତିଲେ ଦୁଇ ଜଣଙ୍କର ଗ୍ରୋଥ୍ ରେଟ୍ କ'ଣ ସମାନ ରହିବ? ତେଣୁ ସବୁ ପିଲା ଯେ କ୍ଲାସ୍ରେ ଫାଷ୍ଟ ହେବେ ତାହା ତ ସମ୍ଭବ ନୁହେଁ। ଆମକୁ ଏଇ କଥାଟିକୁ ବୁଝିବା ପାଇଁ ପଡ଼ିବ ଏବଂ ଆମ ପିଲାର ମେରିଟ୍ ଅନୁସାରେ ତା ପାଖରୁ ଫଳ ଆଶା ରଖିବା ପାଇଁ ପଡ଼ିବ। ଦ୍ୱିତୀୟ କଥାଟି ହେଉଛି, ଯେତିକି ବି ସମୟ ଅଛି ତାର ସଦୁପଯୋଗ କରିବା। ହୁଏତ ପରୀକ୍ଷା ପାଇଁ ହାତରେ ଆଉ ଅଧିକ ସମୟ ନାହିଁ, ହେଲେ ଯେତିକି ବି ସମୟ ଅଛି ଆଟଲିଷ୍ଟ ତାକୁ ତ ବର୍ବାଦ କରିବାନି। ଖାଲି ପିଲାକୁ ପଢ଼ ବୋଲି କହିଦେଲେ ଆମ ଦାୟିତ୍ୱ ସରିଯିବନି। ଯଦି ପ୍ରକୃତରେ ଆପଣ ଆପଣଙ୍କ ପିଲାର ପାଠପଢ଼ା ପାଇଁ ଚିନ୍ତିତ, ତାହେଲେ ଆଜିଠୁ ଅଭ୍ୟାସ ବଦଳାନ୍ତୁ। ପିଲା ଯେତିକି ସମୟ ପାଠ ପଢ଼ିବ ତା ପାଖରେ ବସନ୍ତୁ। ଯଦି ଭୋରରୁ ସେ ଉଠୁଛି, ଆପଣ ବି ଉଠନ୍ତୁ। ଯେଉଁ ପିଲାମାନେ ପାଠରେ ବହୁତ ଦୁର୍ବଳ, ସେମାନେ ଏହି ସ୍ୱଳ୍ପ ସମୟ ଭିତରେ କେବଳ ସର୍ଟ କ୍ୱେଶ୍ଚନ୍କୁ ଅଭ୍ୟାସ କରନ୍ତୁ। ଅନ୍ୟ ପିଲାମାନେ ସର୍ଟ କ୍ୱେଶ୍ଚନ୍ ସହିତ ଲଙ୍ଗ କ୍ୱେଶ୍ଚନ୍ ମଧ୍ୟ ରିଭିଜନ୍ କରନ୍ତୁ। ଅଳ୍ପ ହେଉ ପଛେ କିଛି ତ ପ୍ରୋଗ୍ରେସ୍ ହେବ, ହେଲେ ଧ୍ୟାନ ରଖନ୍ତୁ, ଏଥର ଯେଉଁ ଭୁଲଟି ହେଲା ଆରଥରକୁ ଯେମିତି ତା'ର ପୁନରାବୃତ୍ତି ନ ହୁଏ। କାରଣ ଭୁଲ କରିବା ମଣିଷର ପ୍ରକୃତି, କିନ୍ତୁ ଭୁଲକୁ ମାନି ନେବା ତା'ର ସଂସ୍କୃତି ଏବଂ ଭୁଲରେ ସୁଧାର ଆଣିବା ହେଉଛି ତା'ର ପ୍ରଗତି। ତେଣୁ ଏଥର ପରୀକ୍ଷାରେ ଯାହା ହେଲା ହେଲା, ତାପରେ କିନ୍ତୁ ବର୍ଷ ଆରମ୍ଭରୁ ପିଲାକୁ ପାଠ ପଢ଼ାଇବା, ପାଖରେ ବସେଇ ନିଜକୁ ପାଠ ଆସୁ କି ନ ଆସୁ, ନିଜ ସିରିଏଲ୍, ଗୁଲିଖଟି, ମୋବାଇଲ, ନିଜ ତାସ୍ ଖେଳ, କ୍ୟାରମ୍ ଖେଳକୁ ପଛରେ ରଖିବା, ଆଗ ପିଲାକୁ ସମୟ ଦେବା। ଦେଖିବେ ଏ ବର୍ଷ ଅପେକ୍ଷା ଆର ବର୍ଷକୁ ତା'ର ପରଫର୍ମାନ୍ସ ନିଶ୍ଚିତ ଉନ୍ନତତର ହେବ। ତୃତୀୟ କଥାଟି ହେଉଛି, ଚାପ ନୁହେଁ, ଉତ୍ସାହ ଦେବା। ଦେଖନ୍ତୁ, ପିଲାଙ୍କୁ ପାଠ ପଢ଼ିବା ପାଇଁ ପ୍ରବର୍ତ୍ତାଇବା, ପାଠ ପଢ଼ିଲେ ସେ କେମିତି ଜୀବନକୁ ସରସ ସୁନ୍ଦର କରିପାରିବ ଆଦି ଜଣାଇବାଟା ହେଉଛି ଉତ୍ସାହ। ମାତ୍ର ପରୀକ୍ଷାରେ ନମ୍ବର କମ୍ ରଖିଲେ ତ ପାଠପଢ଼ା ବନ୍ଦ କରିଦେବି, ତୋତେ ଅମୁକ ଜିନିଷ କିଣିଦେବିନି, ତୋ ଜୀବନ ବର୍ବାଦ ହେଇଯିବ, ଏଇସବୁ କହିବା ଦ୍ୱାରା ପିଲା ଉପରେ ଚାପ ସୃଷ୍ଟି ହୋଇଥାଏ, ଯାହା ହୁଏତ ବୁମେରାଙ୍ଗ ସାଜି ପିଲାକୁ ପାଠ ପ୍ରତି ଭୟ ସୃଷ୍ଟି କରାଇପାରେ। ଯାହା ବି ସେ ଯେତିକି ପଢ଼ୁଛି ତାଠାରୁ ଆହୁରି ପଛେଇ ଯାଇପାରେ। ପଛ ଭୁଲରୁ ଶିକ୍ଷା ଗ୍ରହଣ କରି କିପରି ତାକୁ ସୁଧାରି ହେବ ସେ ଦିଗରେ ତାକୁ ଉତ୍ସାହିତ କରିବେ, ବୁଝେଇବେ, କେବେ ବି ଆଶା ହରାଇବେ ନାହିଁ। କାରଣ ଆଜିର ସମ୍ବାଳୁଆ କାଲି ନିଶ୍ଚିତ ରୂପରେ ପ୍ରଜାପତି ହେବ, ଖାଲି ଟିକେ ଟାଇମ୍ ଲାଗିବ। ପରୀକ୍ଷାଟା ଯେ ଜୀବନ ତା ଭାବିବେନି, ଗୋଟେ ପରୀକ୍ଷା ଖରାପ ହେଲେ ଯେ ଜୀବନ ବର୍ବାଦ ହେଇଗଲା ତାହା ମଧ୍ୟ ଭାବିବେ ନାହିଁ। ଏକ୍ଜାମ୍ ଇଜ୍ ଜଷ୍ଟ ଏ ପାର୍ଟ ଅଫ୍ ଷ୍ଟଡି। ପରୀକ୍ଷାରେ କମ୍ ମାର୍କ ରଖିଲେ ଜୀବନ ସରିଯାଏନି। ଏକଥା ପ୍ରଥମେ ଆପଣ ନିଜେ ବୁଝନ୍ତୁ, ତାପରେ ନିଜ ପୁଅ ଝିଅଙ୍କୁ ବୁଝାନ୍ତୁ। ଦେଖିବେ ତାଙ୍କ ଉପରୁ ଯଥେଷ୍ଟ ପରିମାଣରେ ଚାପ କମିଯିବ। ଚତୁର୍ଥ କଥାଟି ହେଉଛି, ଛୁଆର ସାଙ୍ଗ ହେବା। ପିଲାଟିଏ ବିଶେଷ କରି କିଶୋର ଅବସ୍ଥାରେ ପହଞ୍ଚିଲା ପରେ ଯେଉଁ ବ୍ୟାପକ ଶାରୀରିକ ତଥା ମାନସିକ ପରିବର୍ତ୍ତନର ସମ୍ମୁଖୀନ ହୁଏ, ତାହା ତାକୁ ବିଚଳିତ କରି ପକାଏ। ଏ କଥା ତ ଆପଣ ଅଧିକ ଜାଣିଥିବେ, କାରଣ ଆପଣ ସେ ଷ୍ଟେଜ୍ ଦେଇ ଆସିଛନ୍ତି। ଏଇଟା ହେଉଛି ହ୍ୟୁମାନ୍ ସାଇକୋଲୋଜି, ସ୍ୱାଭାବିକ କଥା। ଠିକ୍ ଏତିକି ବେଳେ ସେ ଆପଣଙ୍କ ସ୍ନେହ, ଶ୍ରଦ୍ଧା, ସପୋର୍ଟ ଆବଶ୍ୟକ କରେ। ମାତ୍ର ତା ପରିବର୍ତ୍ତେ ଯଦି ତାକୁ ଗାଳି, ଧମକ ଆଦି ମିଳେ, ତେବେ ସେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼େ, ଏକୁଟିଆ ପାଲଟି ଯାଏ। ସେ
ପିଲାମାନେ ପାଠପଢ଼ା ବୟସରେ ଅନ୍ୟାନ୍ୟ ଅବାଞ୍ଛିତ କାର୍ଯ୍ୟ କରିବାର ଉଦାହରଣ ନା ମୋ ଆଖପାଖରେ ଅଭାବ ଅଛି ନା ଆପଣଙ୍କ ଆଖପାଖରେ ଅଭାବ ଅଛି। କିନ୍ତୁ ମୁଁ ଯଦି କହିବି ପିତାମାତା ଏଥିପାଇଁ ଅନେକାଂଶରେ ଦାୟୀ, ତେବେ ଆପଣମାନେ ହୁଏତ ମୋତେ ଗାଳି କରିବେ। ମାତ୍ର ଟିକେ ଚିନ୍ତା କରନ୍ତୁ ନା, ଆମ ପିଲା ଆମକୁ ଲୁଚେଇ ଯଦି କିଛି କରିବାକୁ ଚାହୁଁଛି, ତା ଅର୍ଥ କ'ଣ ଏଇଆ ନୁହେଁ ଆମ ଉପରେ ହୁଏତ ତା'ର ବିଶ୍ୱାସ କମିଯାଇଛି? ସାଙ୍ଗ ପିଲାଟିକୁ ସବୁ କହିପାରୁଥିବା ପିଲାଟି ଆମକୁ ନ କହିବାର କାରଣ କ'ଣ? ସେ ଆଉ ଆମକୁ କେବଳ ଗାଳି ମାଡ଼ ଆକଟ କରୁଥିବା ଶାସନକର୍ତ୍ତା ରୂପରେ ଗ୍ରହଣ କରିନିନି ତ? ଏମିତିରେ ଆପଣଙ୍କ କଥାର ପ୍ରଭାବ ତା ଉପରେ କେମିତି ପଡ଼ିବ? ତେଣୁ ସମୟର ଆହ୍ୱାନ ଛୁଆର ସାଙ୍ଗ ହେବା, ତା ଏକଲାପଣକୁ ଦୂର କରିବା, କଥା କଥାରେ ଗାଳି କରିବା ଅପେକ୍ଷା ତା'ର ଅଭାବ ଅସୁବିଧାକୁ ବୁଝିବା, ତାକୁ ସାହସ ଦେବା। ଦେଖିବେ ଛୁଆ ବାଟରେ ଯାଉଛି କି ଅବାଟରେ ଆପଣ ନିଶ୍ଚୟ ଜାଣିପାରିବେ। ଆଉ ଜାଣିଲେ ତ ତା'ର ପ୍ରତିକାର କରିବେ। ଶେଷ କଥାଟି ହେଉଛି ଆମେ ମଣିଷ ଛୁଆ ଜନ୍ମ କରିଛେ, ମେସିନ୍ ନୁହେଁ। ଏ କଥାଟିକୁ ଯେମିତି ମନେ ରଖିବା। ହୁଏତ ମୋ କଥାଟି କେତେଜଣଙ୍କୁ ଖରାପ ଲାଗିପାରେ, କିନ୍ତୁ ଅପ୍ରିୟ ସତ କଥାଟି ହେଲା ପିଲାର ଭବିଷ୍ୟତ ଗଢ଼ିବାର ଦ୍ୱାହି ଦେଇ ଆମେ ପରୋକ୍ଷରେ ନିଜ ପିଲାଟିକୁ ମଣିଷରୁ ମେସିନରେ ରୂପାନ୍ତରିତ କରିସାରିଲୁଣି। କେବଳ ଖା ପିଇ ପାଠ ପଢ଼, ନା ସାଙ୍ଗସାଥି, ନା ବୁଲାବୁଲି, ନା ହସ ଖୁସି, ନା ଖେଳ, କିଛି ବି ଆଉ ତା ଜୀବନରେ ନାହିଁ। ଏମିତିରେ ସେ କ୍ଲାସ୍ରେ ଫାଷ୍ଟ ହେଇକି ବି କ'ଣ ଲାଭ? ଗଣିତରେ ଯଦି ସେ 100ରୁ 100 ମାର୍କ ଆଣିଲା, ତାକୁ କ'ଣ ଖେଳରେ ମିଳୁଥିବା ଖୁସି ସେ 100 ମାର୍କ ଦେଇପାରିବ? ଇଂରାଜୀରେ ଯଦି ସେ ଫୁଲ୍ ମାର୍କ ରଖିଦେଲା, ତେବେ ସାଙ୍ଗସାଥୀଙ୍କ ମେଳରେ ମିଳୁଥିବା ଆନନ୍ଦ କ'ଣ ସେ ପାଇପାରିବ? ନା ଆଉ 10 ବର୍ଷ ପରେ ଏ ବୟସ ଆଉ ଥିବ? ଶେଷରେ ପିଲାଟି ଗୋଟିଏ ଟଙ୍କା ଛାପା ମେସିନରେ ପରିଣତ ହୋଇଯିବ। ଆଉ ସେଇ ମେସିନ୍ ଫକୀରମୋହନ ସେନାପତିଙ୍କ ଡାକମୁନ୍ସି ଗଳ୍ପର ଗୋପାଳ ସାଜି ଆପଣଙ୍କ ପାଇଁ କିଆବୁଦାର ବ୍ୟବସ୍ଥା ଯେ ନ କରିବ, ତା'ର ଗ୍ୟାରେଣ୍ଟି କିଏ ଦେବ? ନହେଲେ ହୁଏତ କେବେ ରାଜସ୍ଥାନ କୋଟାର କେଉଁ ଏକ ହଷ୍ଟେଲ କୋଠରୀରେ ପଙ୍ଖାରେ ଝୁଲୁଥିବା ଆସ୍ପିରାଣ୍ଟର ଶବ ପାଲଟିଯିବ। IITରୁ ପଢ଼ି IAS IPS ହେଇସାରିଲା ପରେ ବି ଲୋକେ କ'ଣ ଆତ୍ମହତ୍ୟା କରୁନାହାନ୍ତି? ତା'ର କାରଣ କ'ଣ ହେଇପାରେ? ଟିକେ ଚିନ୍ତା କରନ୍ତୁ। ତେଣୁ ପିଲାକୁ ସ୍ନେହ, ପ୍ରେମ, ଭଲ ପାଇବା ଦିଅନ୍ତୁ, ଖେଳିବାର ସୁଯୋଗ ଦିଅନ୍ତୁ, ସାଙ୍ଗସାଥୀଙ୍କ ସହିତ ମିଶିବା ପାଇଁ ସମୟ ଦିଅନ୍ତୁ। ତା ଭିତରେ ମାନବୀୟ ଗୁଣଗୁଡ଼ିକ ବିକାଶ ହେଉ। ତା'ର ଅଭାବ ଅସୁବିଧା ଆବଶ୍ୟକତାକୁ ବୁଝନ୍ତୁ। ବାସ୍ତବ ଜୀବନ ସହିତ ତାକୁ ପରିଚିତ କରାନ୍ତୁ। ତାକୁ ମେସିନ୍ ନୁହେଁ ମଣିଷ କରାନ୍ତୁ। ହଁ, ସବୁଠୁ ଇମ୍ପୋର୍ଟାଣ୍ଟ କଥା, ପିଲାକୁ ଗେଲ କରନ୍ତୁ କିନ୍ତୁ ଗେହ୍ଲା କରନ୍ତୁ ନାହିଁ। ଭଲ ଭାବରେ ଆଉ ଥରେ କହୁଛି, ମନ ଦେଇକି ଶୁଣିବେ। ପିଲାକୁ ଗେଲ କରନ୍ତୁ, ଗେହ୍ଲା କରନ୍ତୁ ନାହିଁ। ଆଜିର ଯୁଗରେ ପିଲାକୁ ମୋବାଇଲଠୁ ଦୂରେଇ ରଖିବା ଅସମ୍ଭବ ପ୍ରାୟ। ତେଣୁ ଯୁଗ ସହିତ ତାଳ ଦେଇ ଚାଲିବା ପାଇଁ, ଆଉ ଟିକେ ରିଲାକ୍ସ ହେବା ପାଇଁ ପିଲାଙ୍କୁ ନିଶ୍ଚିତ ରୂପରେ ମୋବାଇଲ ଦିଅନ୍ତୁ, ମାତ୍ର ଦିନକୁ 15-20 ମିନିଟ୍ ପାଇଁ। ଆଉ ସେତକ ସମୟ ବି ନିଜ ଗାଇଡ଼ାନ୍ସ ଭିତରେ ଦିଅନ୍ତୁ। ମନେ ରଖନ୍ତୁ, ପିଲାଟା ଆମର, ତେଣୁ ତାକୁ ଭଲ ମଣିଷଟିଏ କରିବାର ଦାୟିତ୍ୱ ବି ଆମର। ତା ସଫଳତା ଆମ ସଫଳତା, ଆଉ ତା ବିଫଳତା ଆମ ବିଫଳତା। ତେଣୁ ଏ ପରୀକ୍ଷା ଖାଲି ପିଲାଙ୍କ ପରୀକ୍ଷା ନୁହେଁ, ଏହା ପିତାମାତା ଶିକ୍ଷକ ସମସ୍ତଙ୍କ ପରୀକ୍ଷା। ଯଦି ପରୀକ୍ଷାରେ ଆଶାନୁରୂପ ସଫଳତା ମିଳୁନି, ତେବେ ପିଲାକୁ ଗାଳି କରିବା ପୂର୍ବରୁ ପ୍ରଥମେ ନିଜକୁ ବିଶ୍ଳେଷଣ କରନ୍ତୁ। ଆଉ ଏଥରର ଭୁଲ ଆରଥରକୁ ନ ଦୋହରାଇବାର ସଂକଳ୍ପ କରନ୍ତୁ। ଆପଣଙ୍କ ପିଲାର ଭବିଷ୍ୟତ ବେଶ ଉଜ୍ଜଳ ହେଉ, ସେ ଭବିଷ୍ୟତରେ ଭଲ ମଣିଷଟିଏ ହେଉ, ଏତିକି କାମନା କରୁଛି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଦେଉଛି। ଜୟ ଜଗନ୍ନାଥ।